ହ୍ୟାଲୋ। ହ୍ୟାଲୋ। ପ୍ରଭୁ ଜଗନ୍ନାଥ ନମସ୍କାର। ହଁ ନମସ୍କାର। ଆପଣ ପ୍ରଭୁ ଜଗନ୍ନାଥଙ୍କ ପାଖକୁ କଲଟା ଲାଗିଛି ତ? କିଏ କହିଲେ? ଦୟାକର ଦୀନବନ୍ଧୁ। ବଡ ଦାଣ୍ଡରେ ଭୂଖିରେ ଏମିତି ମରିଯିବି। କିଏ ମୁଁ ଜାଣିପାରୁନି। ଓ ନୋ ଦୀନବନ୍ଧୁ କଣ ଜାଣି ପାରୁନାହାନ୍ତି? ଆପଣଙ୍କର ପ୍ରିୟ ଭକ୍ତ। ଭକ୍ତ ତ ସମସ୍ତେ। କିନ୍ତୁ ଭକ୍ତ ମଧ୍ୟରେ ବି ଭକ୍ତ ଜଣେ ଅଛନ୍ତି ଯିଏ କି ଆପଣଙ୍କୁ କଲ୍ କରିଛନ୍ତି। ମାନେ ସତରେ ଭଗବାନଙ୍କ ପାଖରେ ଲାଗିଛି ତ କଲଟା? ନାଇଁ ନାଇଁ ତାଙ୍କ ନାମ ନାଁ ଖାଲି ଲାଗିଛି। ନା ସତରେ ଭଗବାନ ନୁହଁ। ପ୍ରଭୁ ଜଗନ୍ନାଥ କହୁଛନ୍ତି ତ? ନାଇଁ ନାଇଁ। ଆଉ କିଏ କହୁଛନ୍ତି? ତାଙ୍କ ନାଁରେ କହୁଛି ଜଗନ୍ନାଥ କିନ୍ତୁ ସତରେ ଜଗନ୍ନାଥ ନୁହଁ। ନାଇଁ ଭଗବାନଙ୍କ ନାଁ ଟା ଦିଆ ହେଇଛି। ପ୍ରଭୁ ଜଗନ୍ନାଥ ଆପଣ ମତେ କିଛି ଖାଦ୍ୟ ପ୍ରଦାନ କରିପାରିବେ? 3 ଦିନ ତିନି ଦିନ ହବ କିଛି ଭକ୍ଷଣ କରିନାହିଁ ପ୍ରଭୁ। କିଏ ଜାଣିପାରୁନି। ପ୍ରଭୁ ରହିଛି ଏବେ ଭୋକରେ ମରିବି। ମୁକୁନିନ୍ଦା ପ୍ରଭୁ ମୁଁ କାହିଁକି କରିବି? ହାଇ ଫ୍ରେଣ୍ଡସ୍ ନମସ୍କାର ଆପଣ ସମସ୍ତଙ୍କୁ ଲେଟ୍ କଲ୍ ପ୍ରାଙ୍କକୁ ସ୍ଵାଗତ। ଆପଣ ସମସ୍ତେ ଏନ୍ଜୟ କରନ୍ତୁ ଶୁଣନ୍ତୁ ଲାଷ୍ଟକୁ ବହୁତ ମଜା ଅଛି ଏବଂ ଯଦି ଭିଡ଼ିଓଟି ଭଲ ଲାଗିଥାଏ ନିହାତି ଲେଟ୍ସ କଲ୍ ପ୍ରାଙ୍କକୁ ସବସ୍କ୍ରାଇବ୍ କରନ୍ତୁ ଏବଂ କେମିତି ଲାଗିଲା ଭିଡ଼ିଓଟି ନିହାତି କମେଣ୍ଟ କରନ୍ତୁ ଧନ୍ୟବାଦ। ସତରେ ଜାଣିପାରୁନି କିଏ କହୁଛନ୍ତି? ନାଇଁ ଏଇଟା କଲ୍ ଟା ପ୍ରଭୁ ଜଗନ୍ନାଥଙ୍କ ପାଖକୁ ଲାଗିଛି ତ? ନାଇଁ ନାଇଁ ପ୍ରଭୁଙ୍କ ପାଖକୁ ଲାଗିନି ପ୍ରଭୁଙ୍କ ନାଁରେ ଆମ ନାମ ଅଛି। ବହୁତ କଲେକ୍ସନ କରି ପ୍ରଭୁଙ୍କ ପାଖକୁ କଲ୍ କରୁଛି ଭାବିଲି ପ୍ରଭୁ ମୋର ଦୁଃଖ ନିବାରଣ କରିବେ। ନିଶ୍ଚିନ୍ତ କରିବେ ଅବଚ୍ଛେଦନ କରିବେ ଉଚ୍ଛେଦନ କରିବେ। ଦେଖିଲାକୁ ପ୍ରଭୁ କହୁଛନ୍ତି ଦେଖିଲା ବେଳକୁ ପ୍ରଭୁ କହୁଛନ୍ତି ନାଇଁ ନାଇଁ ମୁଁ ଜଗନ୍ନାଥ ନୁହଁ ମୁଁ ଜଗନ୍ନାଥ ନୁହଁ ମାନେ କି କୋଉ ଭଳିଆ ଯୁଗ ହେଲା କଣ କହିବି ଆଉ ବୁଝିପାରୁନି କିଛି। ନାଇଁ ନାଁ ଟା କଣ ହେଇଗଲା ସବୁ ହେଇଯିବ ସବୁ ହେଲେ ଅସୁବିଧା ନା। ପ୍ରଭୁ ଜଗନ୍ନାଥ ମା ଯିଏ ଦେଇଛି ଆପଣଙ୍କର ସିଏ ତ ମାନେ ଭାବିଚିନ୍ତି ଦେଇଥିବ ନା ଭାବନ୍ତୁ ଟିକେ। ନା ସେ ଭାବିଚିନ୍ତି ଏଥିପାଇଁ ଦିଆ ହେଇଛି ସେତି ଶୁଣନ୍ତୁ ଆପଣ ଯେ ସେତିକି ହୃଦୟବାନ ସରଳ ନିଷ୍କପଟ ପର ଉପକାରୀ ଆଣ୍ଡ ସ୍ୱାଭିମାନୀ ଲୋକ ହେଇଥିବାରୁ ଆପଣ ପ୍ରଭୁ ଜଗନ୍ନାଥ ଦିଆ ହେଇଛି ଜଗନ୍ନାଥ ନାଁ ସଂସାରରେ କେତେ ଜଣଙ୍କର କୁହନ୍ତୁ ତ? ଏ ନାଇଁ ନାଇଁ ସେମିତି କିଛି ନାଇଁ। ଛଡା ଆପଣ ଯଦି ମତେ 3 ଦିନ ହବ ମୁଁ କିଛି ଭକ୍ଷଣ କରିନାହିଁ ପ୍ରଭୁ ଯଦି ଆପଣ କିଛି ଦେଇଦେବେ ଏଇ ଥାଳରେ ତାହେଲେ ମୋ ପେଟ ପୁରିଯିବ। ହଉ ସେ ଥାଳ ଟା ନେଇକି ଆସିବାକୁ ପଡିବ। ମାନେ ମତେ ଆପଣ ଭିକାରୀ ସଜେଇବାକୁ ଚାହୁଁଛନ୍ତି? ହଁ। ଠିକ ଅଛି। ସେଥିରେ କୌଣସି ମୋର ଆପତ୍ତି ନାହିଁ। ଦରକାର ପଡିଲେ ପ୍ରଭୁ ପାଦ ତଳେ ବି ପଡିଯିବି ଆପଣଙ୍କ ପାଦ ତଳେ ବି ପଡିଯିବି। ମୁଁ ଡାଉଟ ରେ ଅଛି ବା କିଏ ଜାଣିପାରୁନି। ବୁଝିପାରୁଛନ୍ତି ଖାଇବାକୁ ଦେବେ ମାନେ ଏମିତି ସେମିତି ଖାଇବାକୁ ଦେବେନି ଡିମାଣ୍ଡ ଅଛି ଭେଜ ବିରିୟାନୀ ଗୋଟେ ଦେବେ ଖାଇବାକୁ। ହଁ ହଉ ଆଉ। ରେଡି? ହଁ। ଆଉ ପ୍ରଭୁ ଗୋଟେ କଥା କହିବାର ଥିଲା। କହୁନାହାନ୍ତି। କଥା କଣ କି ଏଇ ଯୋଉ ଗାନ୍ଧିଜୀ ମହାତ୍ମା ଗାନ୍ଧୀ ହଁ ଆସିଲେ ନା କଣ? ହଁ ମୋହନ ଦାସ କରମଚାନ୍ଦ ଗାନ୍ଧୀ ଆକ୍ଚୁଆଲି ତାଙ୍କ ପାଖରୁ ନା ମୋର ଗୋଟେ ଜିନିଷ ଆଣିବାର ଅଛି ମତେ ଆଣିକି ଦେଇପାରିବେ? ସେ ବର୍ତ୍ତମାନ ତ ନାହାନ୍ତି ଯାଇଛନ୍ତି ସେ ଲବଣା ସତ୍ୟାଗ୍ରହରେ। ଲବଣା ସତ୍ୟାଗ୍ରହରେ ସୋମବାର ବା ଆଜି ଓହୋ ଠିକ ଠିକ ଆଜି ତ ଗାନ୍ଧୀଜୀ ମୌନ ବ୍ରତ କରିଥିବେ? ହଁ ସେ ଯାଇଛନ୍ତି ଦାଣ୍ଡି ଯାତ୍ରା। ଦାଣ୍ଡି ଯାତ୍ରାରେ ଯାଇଛନ୍ତି ନାଇଁ କି? ହସି ହସି ମୋ ପାଟି କଣ ହେଇଗଲାଣି। ତାହେଲେ ଭଲ ସୁଯୋଗଟେ ମିଳିଲା ଆଉ ଗୋଟେ କାମ କର ଆଜି ତ ଗାନ୍ଧିଜୀ ମୌନ ବର୍ତ କରିଥିବେ କିଛି କହିବେନି ଜେଜେଙ୍କୁ ପଚାରିବାକୁ ପଡିବ। ନାଇଁ ଶୁଣୁନାହାନ୍ତି ସେ ତ କିଛି କହିବେନି ଆଉ ଗୋଟେ କାମ କର ଲେଖିବେ ନା ଯାହେଲେ ହ୍ୱାଟ୍ସଆପ ରେ କରିଦେବେ। ଶୁଣନ୍ତୁ ହୁଁ ଆପଣ ଚୁପ ଚୁପ ଯିବେ ହୁଁ ଗାନ୍ଧିଜୀଙ୍କର ଚଷମା ଟା ନେଇକି ପଳେଇ ଆସିବେ ହେଲା ସେ ତ ଆଉ କିଛି ହୁଁ କହିବେନି କାହିଁକି ନା ମୌନ ବ୍ରତ କରିଛନ୍ତି ଆଣିକି ମତେ ଦେଇଦେବି। ହଉ ଆଉ ଦେଖିବା ଟ୍ରାଏ କରିବା। ହୁଁ ଆଉ ଆପଣ ବି ଯାଇନାହାନ୍ତି କି ଲବଣ ସତ୍ୟାଗ୍ରହ କରିବାକୁ? ସେ ଲବଣ ସତ୍ୟାଗ୍ରହରେ ବା ମୁଁ ସାମିଲ ନାହିଁ। ଆଉ ଆପଣ ଭାରତ ଛାଡ ଆନ୍ଦୋଳନରେ ଯୋଗ ଦେବେ ହେଲା। ହୁଁ। ଆପଣ ତାଙ୍କ ବଂଶଧର ହେଇକି କେମିତି ଆପଣ ସେଥିରେ ଯୋଗ ଦେଲେ ନାହିଁ? ଦେଇନି ଆଉ ସେ ଜେଜେ ମାନେ ଆଗରେ ଥିଲେ ତ ଆମେ ପଛରେ ଥିଲୁ ଜେଜେଙ୍କୁ ମୁଁ ଜାଣିଛି ଯେତିକି ଆପଣ ଜେଜେଙ୍କୁ ବହୁତ ଭଲ ପାଆନ୍ତି। ସେ କେମିତି ଜାଣିଲ ଏତେ କଥା ସେଇ କଥା ମୁଁ ଜାଣିନି କିଏ ତ ମୁଁ ଜାଣିପାରୁନି ହଠାତ୍ କିନା ଫୋନ କରିଛ। ମତେ ଗାନ୍ଧିଜୀଙ୍କ ଚଷମା ଟା ଆଣିକି ଦବ କି ନାଇଁ ମତେ ଗୋଟେ ହଁ ଦେବି ଦେବି କେବେ? ହଁ ଦବା ଆଉ ଗଲେ ଜାଣିଲି ନା ସାଙ୍ଗେ ସାଙ୍ଗେ। ନାଇଁ ଏବେ ଦିଅନି। ଆରେ କଳା ଚଷମା ଅଛି ଧଳା ଚଷମା ଟା ନେବି।
ଧଳା ସେଇ ତ ସେଇ ଧଳା ଗାନ୍ଧିଜୀ କଣ କଳା ଚଷମା ଲଗଉଥିଲେ କାହିଁ ତାଙ୍କ ଆଖି ତ ଖରାପ ନଥିଲା। ଏ ଯୁଗରେ ବି ଗାନ୍ଧୀ କଳା ପିନ୍ଧନ୍ତି ଡିସ୍କୋ। ପ୍ରଭୁ ଜଗନ୍ନାଥ ଆପଣ କିଛି ମତେ ସାହାଯ୍ୟ କରନ୍ତୁ। ମୁଁ ତ ଜାଣିପାରୁନି ଫାଷ୍ଟ ଅଫ୍ ଅଲ୍ କିଏ କହୁଛ ହଁ କଣ? ଆପଣ ଶୁଣନ୍ତୁ ଦୁନିଆରେ ଆପଣଙ୍କର କେତେ ଭକ୍ତ ଭକ୍ତଙ୍କ ମଧ୍ୟରେ ମୁଁ ଏକମାତ୍ର ଭକ୍ତ ଯିଏକି ଆପଣଙ୍କୁ ଭକ୍ତ କଲ୍ ନାଁ କରିଛି। ଜାଣିବା ଦରକାର ନା ଆଉ ଭକ୍ତ ଯଦି ନାଁ ଆଜି ପର୍ଯ୍ୟନ୍ତ ଅଛି ଭକ୍ତ ସାଲବେଗ ତାଙ୍କ ସେ ଭକ୍ତ ଆଗରେ ଆଉ କିଏ ଆସିପାରୁଛନ୍ତି ଆଉ କିଏ ଆସିପାରୁନାହାନ୍ତି ତ ନାଁ ଟା ଜାଣିବା ଦରକାର ନା କିଏ? ନା ଟା ଜାଣିବି ତାହେଲେ ମୋ ନା ଠୁକୁରି। ବଢିଆ ଆଉ ମୋ ନାଁ ଠୁକୁରି ମିଛ କହୁନି ବା ସତରେ କହୁଛି ଠୁକୁରି। ହଁ। ମୁଁ କହିଲି ଆପଣଙ୍କ ପାଖରେ କିଏ ଅଛନ୍ତି ସେନାପତି ପ୍ରଜା ମାନେ ଅଛନ୍ତି? ଏଠି ସମସ୍ତେ ଅଛନ୍ତି। ହଁ ସେଇ କଥା ଆଉ ସେଥିପାଇଁ ପାଟି ଶୁଭୁଛି ଆଉ। ସେ ଜାଣିପାରୁନି କିଏ କହୁଛି। ମୁଁ କହିଲି ବା ଠୁକୁରି। କିଏ? ଠୁକୁରି ଠୁକୁରି। ଠୁକୁରି ହଁ ସତରେ ଜାଣିପାରୁନି କିଏ କହୁଛି। ଠୁକୁରୀ ଫ୍ରମ୍ ଜଗନ୍ନାଥ ଟିଭି। ଜଗନ୍ନାଥ ଟିଭି। ହୁଁ ମତେ ଆପଣ ଦିଟା ଭକ୍ଷଣ କରିବାକୁ ଦେବେ କି ନାଇଁ କହିଲେ ପ୍ରଭୁ ହାତ ପକେଇ ମାଗୁଛି ଲାଷ୍ଟକୁ ଏଇ ଗୀତ ଟା ବୋଲିବି କାହାକୁ କେତେ ଦଉଛ ସବୁ ମୁଁ ଦେଖୁଛି ମତେ ଦବାକୁ କିଆଁ ତମ ମନ ପଛଉଛି। ଫାଷ୍ଟ ନାଁ ତମେ ଜାଣିଛ ସେଇଟା ଠିକ କିନ୍ତୁ କିଏ ମୁଁ ଜାଣିପାରୁନି କିଏ କହୁଛ? ପ୍ରଭୁ ଆପଣଙ୍କୁ 100 ବାର କହିସାରିଲେଣି ମୁଁ ଠୁକୁରି କହୁଛି ଆପଣଙ୍କର ପ୍ରିୟ ଭକ୍ତ। ଦେଖିଆ ମୁଁ ଭିଡିଓ କଲ କରୁଛି ମୁଁ ଠୁକୁରି କି କିଏ କେଠୁଲି ମୁଁ ଦେଖିଆ ଜାଣିଛି। ଗୋଟେ କାମ କରୁନାହାନ୍ତି ପ୍ରଭୁ ଟଙ୍କା ପୁରୀ ଦିଟା ଦେଇ ଦଉନାହାନ୍ତି। ନାଇଁ ଆମର ହେଲା ଏ ପୁରୀ। ହଁ ସେ ପୁରୀ ଠୁଙ୍କା ନୁହଁ ଆଉ ମସଲା ପୁରୀ ଠୁଙ୍କା ପୁରୀ ଖାଇବାକୁ ଗଲେ ବାଲିଯାତ୍ରା ଆସିବାକୁ ପଡିବ। ବାଲିଯାତ୍ରା କଣ ଆରମ୍ଭ ହେଇଗଲାଣି ପ୍ରଭୁ? ହବ। ହଉ ମତେ ଟିକେ ବୁଲେଇ ଆଣିବ। ଆସିଲେ ହବ ନା ଖାଲି କହିଲେ କଣ ହବ? ନାଇଁ ମୁଁ ଯିବି ନା ପ୍ରଭୁଙ୍କୁ ଡାକିବି ପୁଣି ମୁଁ ଯିବିନି କି କଥା କହୁଛନ୍ତି ଠୁକୁରିର। କୋଉଠି ନାଁ ପାଇଲ? ଠୁକୁରିର ଅପମାନ ହେଇଯିବନି। ଠୁକୁଲି ନା ଠୁକୁରି? ବାଲିଯାତ୍ରା ଠୁକୁରୀ ଯିବ ଠୁଙ୍କା ପୁରୀ ଖାଇବ ପ୍ରଭୁଙ୍କ ସହିତ ବୁଲିବ। ସେଥିରେ ଯୋଉ ଆନନ୍ଦ ଆଉ କୋଉଠି ଅଛି? ସେଥିରେ ସାଂସ୍କ୍ରିଟ ପିଇ ଯାଇଛ ଆଉ। ପ୍ରଭୁ ଆପଣଙ୍କ ସହିତ କଥାବାର୍ତ୍ତା ହବା ପାଇଁ ମୁଁ ସାଂସ୍କୃତିକ ପ୍ରୟାସ ଶିଖିବା ପାଇଁ ଚେଷ୍ଟା କରୁଛି। ବଢିଆ ମତେ ଟିକେ ଶିଖେଇବ ମୁଁ ଭୁଲିଗଲିଣି ସେଗୁରା ସବୁ। କିନ୍ତୁ ପ୍ରଭୁ ତ ମୁଁ ଭାବେ ପ୍ରଭୁ ଓଡିଆ ବି ବୁଝୁଛନ୍ତି। କିନ୍ତୁ ମୁଁ ଭାବେ ପ୍ରଭୁ ତ ମାନେ ଯେହେତୁ ବିଶ୍ଵ ବ୍ରହ୍ମାଣ୍ଡରେ ବିଭିନ୍ନ ପ୍ରଜାତିର ଭାଷାର ଲୋକ ଅଛନ୍ତି ତ ପ୍ରଭୁ କାହା ଭାଷା ବୁଝିପାରୁଥିବ କିନ୍ତୁ ନାଇଁ ପ୍ରଭୁ ମନର ଭାଷାକୁ ବୁଝିପାରନ୍ତି କିନ୍ତୁ ଆପଣ ପ୍ରଭୁ ମୋ ପେଟର ଭୋକ ବୁଝି ପାରୁନାହାନ୍ତି। ଆଉ ଗୁଳିଆ ଘଣ୍ଟା ହେଇଯାଉଛି ତ କେତେ ପ୍ରକାର ଭକ୍ତ ଆଉଛନ୍ତି ସେଟା ଜାଣି ହଉନି। ପ୍ରଭୁ ପ୍ରଭୁ ମୁଁ ହେଲା ଭିଡିଓ କଲ କରୁଛି ହେଲା ଉଠେଇବ। ହ୍ୟାଲୋ ପ୍ରଭୁ। ସେଥିରେ ହଉନି ଭିଡିଓ କଲ ତମର ନାହିଁ। ପ୍ରଭୁ ମରିଯିବେ ମୋ ଭିଡିଓ କଲ କରନ୍ତୁନି ପ୍ରଭୁ ଆପଣଙ୍କ କାହିଁକି? ଦିବ୍ୟ ଦର୍ଶନ ଦେଖିଲେ ମୁଁ ବେହୋସ ହେଇଯିବି ପ୍ରଭୁ ବାପା ମାଙ୍କର ଗୋଟିଏ ବୋଲି ଚୁଲ ବୁଲି ଝିଅଟିଏ। ହଉ ମୁଁ ଏବେ ତ ଅଫିସ ଭିତରେ ଅଛି ବ୍ୟସ୍ତ ଭିତରେ ପରେ କଥା ପ୍ରଭୁ ହେବି ଆଉ। ଏମିତି କୁହନ୍ତୁନି ପ୍ରଭୁ ମରିଯିବି ପ୍ରଭୁ ବିଷ ଖାଇଦେବି ମୁଁ ପ୍ରଭୁ ଏମିତି କୁହନ୍ତୁନି ପ୍ରଭୁ ଛାଡିକି ଯାଆନ୍ତୁନି। ପ୍ରଭୁ ସତରେ ଏଇନା ବ୍ୟସ୍ତ ଭିତରେ ଅଫିସ ରେ ପ୍ରଭୁ ଅଛି ଆସନ୍ତନି ପରେ ହୁଁ। ତୁମେ ଆସନ୍ତନି ସନ୍ଧ୍ୟା ବେଳରେ ଗୁପଚୁପ୍ ନେଇକି ଆମେ ଖାଆନ୍ତେ ବସିକି। ମୁଁ ତୁମକୁ ଦିଅନ୍ତି ପ୍ରଭୁ ତୁମେ ମତେ ଦିଅନ୍ତ। ଗୁପଚୁପ ଖାଇବାକୁ ସବୁ ଖାଇବାକୁ ହେଲେ ଆସିବାକୁ ପଡିବ। ପ୍ରଭୁ ଆପଣ ବା ଦେଖିଲୁ କି କଷ୍ଟ ଅନ୍ତର୍ଯ୍ୟାମୀ ଅନ୍ତରର କଥା ଆପଣ ବୁଝିପାରିବେ ମନ୍ତରରେ ଦେଇ କେତେ କଣ ଖାଇବାକୁ ବୋଧେ ଡେଲିଭରି କଷ୍ଟମର ବୋଧେ ଇଚ୍ଛା ଆଉ କାହାର ହ୍ୟାଲୋ ପ୍ରଭୁ କହୁନା ଆପଣ ଡେଲିଭରି କଥା ହ୍ୟାଲୋ। ଭକ୍ତଙ୍କ ଆଗରେ କଣ ଡେଲିଭରି କଥା କହୁଛନ୍ତି। ବହୁତ ପ୍ରକାର ଅଛି। ଖାଲି ସେ ଗୋଟେ ପ୍ରକାର ନଥାଏ ବହୁତ ପ୍ରକାର ଅଛି। କଣ ପ୍ରଭୁ ପ୍ରଭୁ ଡେଲିଭରି ଜାଣିଛି ଗ୍ୟାସ ଡେଲିଭରି ଫ୍ଲିପକାର୍ଟ ଡେଲିଭରି କୋଉ ନାଇଁ ଡେଲିଭରି ନାଇଁ ଆମର ଇନଷ୍ଟାଣ୍ଟ। ପ୍ରଭୁ ମୋ କଥା ଟିକେ ଶୁଣନ୍ତୁ ପ୍ରଭୁ ଟଙ୍କା 2 ଲକ୍ଷ ଦରକାର। ଆଉ ଚେକ୍ ଦେଇଦବା କି? ନାଇଁ ପ୍ରଭୁ ଚେକ୍ ହାତ ଦେଖେଇ ଦିଅନ୍ତୁ ଆପଣ ହାତରୁ ଧରିବ ମୁଁ ଗୋଟେଇବି।
ନା ତମ ନାଁରେ ଲୋନ୍ କରେଇଦବା। ପ୍ରଭୁ ସେ ଲୋନ୍ ରେ ମରିଯିବି ଖାଇଦେବି ପ୍ରଭୁ। ତମ ନାଁରେ ଡାଇରେକ୍ଟ ଲୋନ୍ କରେଇଦବା ହବ କି? ନାଇଁ ପ୍ରଭୁ ସେମିତି କୁହନ୍ତୁ। ଇନଷ୍ଟାଣ୍ଟ ଲୋନ୍। ପ୍ରଭୁ ଆପଣ ହାତ ଏମିତି ଫାଳେ ଦେଖେଇ ଦିଅନ୍ତୁ ସେ ଭିତରେ ଯେମିତି ଗଳିବ। ମୁଁ ହଁ ଗୋଟେଇ ଚାଲିବି। ମୋର ବା ହାତ ନାହିଁ ଆଉ ଦେଖେଇବି କଣ? ପ୍ରଭୁ ଆଉ ଆପଣଙ୍କର ତ ସବୁ ଅଙ୍ଗ ଛୁଇଁବୁ ସେ ଅଙ୍ଗ ବଧିର ହେଇଯିବ। ପ୍ରଭୁ ଆମେ ହାତ ନାହିଁ ବା। ମିତ୍ର ହେଇଯିବୁ ହାତ ପ୍ରଭୁ। ଥିଲେ ସିନା କଣ ହାତ ମେଲେଇବି। ହାତ ନାହିଁ ଆଉ ଦେବି କାହାକୁ ମୁଁ ବା ବଡ ଭିକାରୀ। ପ୍ରଭୁ ଆପଣ ଏମିତି କହୁଛନ୍ତି ମୋର କାଶ ବାହାରି ଯାଉଛି। ତମ ପାଖରେ ଯେତିକି ସବୁ ଭରା ରଖିଛ ନା। ପ୍ରଭୁ ଶୁଣନ୍ତୁ ନା। ଆଜ୍ଞା। ପ୍ରଭୁ ଆସନ୍ତୁ ଆମ ଘରକୁ କେବେ ଆପଣ ମାତା ଆପଣଙ୍କର ଧର୍ମ ପତ୍ନୀଙ୍କୁ ନେଇକି ଧର୍ମ ପତ୍ନୀଙ୍କୁ ଟିକେ କହିବେ କି ଧନ ଗଦା କରିଦେବେ ଆପଣ ଟିକେ ଆଉ କଣ କହିବି ଆପଣଙ୍କୁ ଆପଣ ତ ଅନ୍ତର୍ଯାମୀ ମନ କଥା ବୁଝିକି ସବୁ ଦେଇଦେବେ ବର ପ୍ରଦାନ କରିଦେବେ ଆଉ। ଆଉ ତାହେଲେ ଧର୍ମ କନଫରେନ୍ସ କରିବି। ପ୍ରଭୁ ଧର୍ମ ପତ୍ନୀ ଅଛନ୍ତି ନା କରିଦବା ଗୋଟେ କୁହନ୍ତୁ। କନଫରେନ୍ସ କରିଦେବି। ପ୍ରଭୁ କନଫରେନ୍ସ କରାଇବେ କଲେ ଟିକେ ଯେମିତି ମୋ ଫୋନ ଟା ଗୋଲ୍ଡ ହେଇଯିବ। କରଉଛି। ପ୍ରଭୁ କାହାକୁ ପ୍ରଭୁ ଧର୍ମ ପତ୍ନୀ ଆମକୁ ଗାଳି ଦେବେ। ପ୍ରଭୁ ଶୁଣନ୍ତୁ ପ୍ରଭୁ। The person you are speaking with has ହ୍ୟାଲୋ। ହ୍ୟାଲୋ ପ୍ରଭୁ କୁହନ୍ତୁ ପ୍ରଭୁ। ହ୍ୟାଲୋ। ଆଜ୍ଞା କୁହନ୍ତୁ। ଆଉ ମୋର ଜଣେ ଭକ୍ତ କିଏ ଫୋନ କରିଛନ୍ତି କୁହନ୍ତି ଆମ ଲକ୍ଷ୍ମୀ ମାଙ୍କ ହାତରୁ କିଛି ଦରକାର ଫଳ ସ୍ୱରୂପ। ହ୍ୟାଲୋ ହ୍ୟାଲୋ। ଶୁଣନ୍ତୁ ମା ମୋ ଡାକ ଟିକେ ଶୁଣନ୍ତୁ ମା ଆମ ଟିକେ ଧନ୍ୟ ହେଇଯିବେ ତମ କଣ୍ଠ ଶୁଣିକି ମା। ହ୍ୟାଲୋ। ପ୍ରଭୁ ମା ଜବାବ ଦଉନାହାନ୍ତି ପ୍ରଭୁ ଆପଣ କିଛି କରନ୍ତୁ ପ୍ରଭୁ ନା ମୁଁ ଏଇଠି ମରିଯିବି। ହଁ ମା ଲାଜେଇଲେ। ମା ମା ରାଗିଛନ୍ତି। ମା ମା ଲାଜେଇଲେ କହୁଛନ୍ତି କନଫ୍ୟୁଜନରେ ରହିଲେ କିଏ କନଫ୍ୟୁଜନରେ ଅଛନ୍ତି। ନାଇଁ ମା କହୁଛନ୍ତି ଗୁରୁବାର କଲ୍ କରିକି ସୋମବାର କଣ କରିଦେବି କି କଣ ପାର୍ବତୀ ଥିବ। ଇଏ କଣ ଡକ୍ଟରଙ୍କ ବାରି ଗୁରୁବାରେ ଶିବ ଡକ୍ଟର ମଙ୍ଗଳବାରେ ହନୁମାନ ଡକ୍ଟର। ଗୁରୁବାରେ ଲକ୍ଷ୍ମୀ ମା ବା ଆଉ ଏ ସୋମବାର ପାର୍ବତୀ ଭାବୁଛନ୍ତି ପାର୍ବତୀ ଲକ୍ଷ୍ମୀ ସାଇ କଲ୍ କରିଦେଇଛନ୍ତି। ପ୍ରଭୁ ଆପଣ କିଛି ତମେ ଅଛ କରନ୍ତୁ। ନା କାଟିଦେଲ ଯେ ମୁଁ ଅଛି ଯେ ସନ୍ଧ୍ୟା ଦଉଛି। ଆଚ୍ଛା ତାହେଲେ ଦେଇକି ତମେ ଫୋନ କର ଆଉ ଅଧିକା ତାଙ୍କୁ ବର ଦବ ଟିକେ। ମା ଆମେ ସନ୍ଧ୍ୟା ଦେବୁ ଆପଣଙ୍କୁ ଆପଣ କାହିଁକି ସନ୍ଧ୍ୟା ଦଉଛନ୍ତି। ମା ଧନ୍ୟ ହେଇଗଲେ ମା ପଦିଏ କଥା ଶୁଣିକି ମା ଲୋ ମା।